ମାଙ୍କଡ ହାତରେ ଶାଳଗ୍ରାମ ନଚେଇ ନଚେଇ ନବପ୍ରାଣ। କିନ୍ତୁ ବିଜେପି ଏଇ ଯୋଉ କାରନାମା କରୁଛି, ଚୋରଙ୍କୁ ନେଇକି ସବୁ ଭର୍ତ୍ତି କରିବ, ଆମେ ତାଙ୍କୁ ରାସ୍ତାରେ ଚଲେଇ ଦବୁନି। ଯେ କରିତ୍ କର୍ମା ନେତା ବୋଲି ବୋଲଉଛନ୍ତି ମନମୋହନ ବାବୁଙ୍କୁ ମୋର ପ୍ରଶ୍ନ, ଆପଣ ଏମାନଙ୍କୁ କାହିଁକି ନଉଛନ୍ତି? ଆପଣଙ୍କର ଦରକାର କଣ? ଆପଣଙ୍କୁ ତ ଲୋକ ଭଲ ପାଇକି ଭୋଟ ଦେଇଛନ୍ତି। ମୁଁ ସେ ମନମୋହନ ସାମଲଙ୍କୁ ପଚାରୁଛି, ତମର ଟିକେ ଲଜ୍ଜା ନାହିଁ? ଯୋଉ ସାଙ୍ଗେ ଇଲେକ୍ସନ ଲଢିଲ, ବର୍ଷେ ଦେଢ ବର୍ଷ ହେଇ ତମେ ତାଙ୍କୁ ହରେଇଛ, ତମର କଣ ଦରକାର ପଡିଲା? ଇଞ୍ଜିନିୟରିଂ କଲେଜର କେତେ ପଇସା ତମକୁ ସେମାନେ ଦେବେ ବୋଲି କହିଛନ୍ତି, ଯାହା ଫଳରେ କି ତମେ ତାଙ୍କୁ ନେଇକି ଯିବାକୁ ବସୁଛ। ଏଟା ଭଦ୍ରକ ପାଇଁ ଗୋଟେ ଲଜ୍ଜାର ବିଷୟ, ଲଜ୍ଜାର କଥା। ଭଦ୍ରକ ବିଷୟରେ ଯେତେବେଳେ ଚର୍ଚ୍ଚା ହଉଛି, ମୋର ପ୍ରଶ୍ନ ପ୍ରଫୁଲ୍ଲ ବାବୁଙ୍କୁ, ଆପଣ ଉତ୍ତର ଦେବାକୁ ବାଧ୍ୟ। ସାରା ଓଡିଶାରେ ଉତ୍ତର ଦେବାକୁ ବାଧ୍ୟ, ଭଦ୍ରକବାସୀଙ୍କ ଆଗରେ ମଧ୍ୟ ଆପଣ ଉତ୍ତର ଦେବାକୁ ବାଧ୍ୟ। 200 କୋଟି ଟଙ୍କାର ଇଡି ଯାଞ୍ଚ ଚାଲିଛି, ଆମେ ଜାଣିଛୁ କଣ ପାଇଁ ସେମାନେ ଆଜି ନିଆଁ ମାରୁଛନ୍ତି। ବିଜେପି କୁ ଯିବାକୁ ରେଡି ହେଇଗଲେଣି। 200 କୋଟି ଟଙ୍କାର ଇଡି ଯାଞ୍ଚ ଚାଲିଛି। ଜୟନାରାୟଣ ମିଶ୍ର କହିଲେ, ଆମେ ହୁଇସିଲ ମାରିଲେ ଦଳଟା ହୁଇସିଲ ଯିବ। ହୁଇସିଲ କାହିଁ ମାରୁନ? ଡରିବ କାହିଁ? ମତେ ଡରୁନାହାନ୍ତି? ସାହସ ଅଛି? ଡର? ଏ ପରିବାରକୁ ଡର? ତମେ ଭଦ୍ରକରେ, ଆମେ ଆମ ପରିବାର 50 ବର୍ଷ ହେଲା ଆମେ ଅଛୁ, ଆମକୁ ତ ଡରେଇ ପାରିଲେନି କୋଉଦିନ? ସବୁ ପଛରେ ମୁଁ ଅଛି, ଆପଣ ଜାଣୁଥିବେ। ସବୁ ପଛରେ ବୁଲୁ ପଟ୍ଟନାୟକ ଭୟଟା ତାଙ୍କର ପ୍ରବଳ ଜୋରରେ ଅଛି। ମାନେ ଘୃଣା କଲେଣି ପଲିଟିସିଆନକୁ ଦେଖିଲା ମାନେ। ଇଏ କଣ ଲଢୁଛନ୍ତି ଇଲେକ୍ସନ, ତାପର ଦିନ ଏବେ କଣ ଇଲେକ୍ସନ ଅଛି ନା କଣ ଅଛି? ତମେ କଣ ପାଇଁ ଯାଉଛ? ଶୁଣନ୍ତୁ, ବିଜେପିର ଭରସା ଓନ୍ଲି ହେଲା ଇଭିଏମ, ଭୋଟ ଚୋରି ଆଉ ଇଭିଏମ। ଆଉ କିଛିରେ ସେମାନେ ଜିତୁ ନାହାନ୍ତି। ତାଙ୍କର ପଞ୍ଚାୟତରେ ନେତା ନାହାନ୍ତି, ସେଥିପାଇଁ ସେ ଖୋଜି ଖୋଜି ନେତାଙ୍କୁ କାଢୁଛନ୍ତି ଗୋଟେ ଗୋଟେ। ତାଙ୍କର ନେତା ନାହାନ୍ତି, ଆମର କଂଗ୍ରେସ ନେତା ଅଛନ୍ତି, ବିଜେଡିର ନେତା ଅଛନ୍ତି, ତେଣୁ ସିଏ ଲଢିବେ ପୁଣି କେମିତି ପଞ୍ଚାୟତ ଇଲେକ୍ସନ? ଆଜ୍ଞା କଣ କହିବେ? ବର୍ତ୍ତମାନ ସାରା ଓଡିଶାର ଭଦ୍ରକକୁ ନେଇକି ଚର୍ଚ୍ଚା ହଉଛି ଯେ ଦୀର୍ଘ 24 ବର୍ଷର ସରକାର ଆଜି ଭଦ୍ରକ ଜିଲ୍ଲାରେ ଘୋଷିବାକୁ ଲାଗିଛି। କଣ କହିବେ ଆଜ୍ଞା? ଅତି ଦୁଃଖର କଥା। ଆମେ ଏଟା ଭାବିଥିଲୁ ବହୁତ ଇଲେକ୍ସନ ହାରିବା ଖେଳି ହେଇଯିବ, କିନ୍ତୁ ଟିକେ ଡେରି ହେଲା। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି, ଏମାନେ କଣ ଏମିତି ଅପରାଧ କରିଦେଇଛନ୍ତି, କଣ ଚୋରି କରିଛନ୍ତି, ହଠାତ୍ ସେମାନେ ଡିଆଁ ମାରିବାକୁ ବସିଛନ୍ତି। ଶାସକ ଦଳ 24 ବର୍ଷ ତମେ ରହିଲ, ତମକୁ ବ୍ଲକ ଚେୟାରମ୍ୟାନ କରାଯାଇଛି, ତମେ ଆଜି କଣ ପାଇଁ ଦଳ ଛାଡ଼ିଲ? ଏଟା ଗୋଟେ ବିରାଟ କ୍ୱେଶ୍ଚିନ୍ ମାର୍କ। ଆଉ ଯୋଉ ଡ୍ରାମା ଚାଲିଛି 2 ଦିନ ହେଲା, କାଲି ରାତିରେ ବି ଯେମିତି ଡ୍ରାମା ଚାଲିଛି, ତାଙ୍କ ସୁପ୍ରିମୋ ତାଙ୍କୁ ଡାକିକି ଏଠିକାର ଯିଏ ବରିଷ୍ଠ ନେତା ବିଜୁ ଜନତା ଦଳର ପ୍ରଫୁଲ୍ଲ ବାବୁଙ୍କୁ କାଳେ କହିଲେ, ନୌଟଙ୍ଗୀ କ୍यों कर रहे हो? ମୋର ପ୍ରଶ୍ନ ତାଙ୍କ ସୁପ୍ରିମୋଙ୍କୁ, ଆପଣ ନୌଟଙ୍ଗୀଟା ଶିଖେଇ ଦେଇଛନ୍ତି? ଆପଣ ଓଡିଶାରେ ବିଜେପି ବିଜେଡି ଯେମିତି ଭାଇ ଭାଇ ହେଇକି ରହିଛନ୍ତି, ସେ ଶିକ୍ଷାଟା ଆପଣଙ୍କର ସେକ୍ରେଟାରୀ ଯିଏ ଥିଲେ ସିଏ ଶିଖେଇ ଦେଇ ଯାଇଛନ୍ତି, ଯାହା ଫଳରେ ସେଇଟାକୁ ଫଲୋ କରୁଛନ୍ତି ପ୍ରଫୁଲ୍ଲ ବାବୁ। ଏବଂ ପ୍ରଫୁଲ୍ଲ ବାବୁଙ୍କୁ ପ୍ରଶ୍ନ କରାଗଲା, ଆପଣ ଉତ୍ତର ଦିଅନ୍ତୁ, ମିଡିଆ ବନ୍ଧୁମାନେ କଲେ। ସିଏ ଉତ୍ତର ଦେଲେ, ମୋ ପୁଅକୁ ପଚାର। ମୋର ପ୍ରଶ୍ନ ପ୍ରଫୁଲ୍ଲ ବାବୁଙ୍କୁ, ଇଞ୍ଜିନିୟରିଂ କଲେଜ ର ଚେୟାରମ୍ୟାନ ଆପଣ ଥିଲେ, କିଏ ଦେଲା ପ୍ରୟାସକାନ୍ତି ସାମଲକୁ ଦାୟିତ୍ୱ? ଆପଣ ଦେଇଛନ୍ତି, ତେଣୁ ଆପଣ ଉତ୍ତର ଦେବାକୁ ବାଧ୍ୟ। ସାରା ଓଡିଶାରେ ଉତ୍ତର ଦେବାକୁ ବାଧ୍ୟ, ଭଦ୍ରକବାସୀଙ୍କ ଆଗରେ ମଧ୍ୟ ଆପଣ ଉତ୍ତର ଦେବାକୁ ବାଧ୍ୟ। 200 କୋଟି ଟଙ୍କାର ଇଡି ଯାଞ୍ଚ ଚାଲିଛି, ଆମେ ଜାଣିଛୁ କଣ ପାଇଁ ସେମାନେ ଆଜି ନିଆଁ ମାରୁଛନ୍ତି। ବିଜେପି କୁ ଯିବାକୁ ରେଡି ହେଇଗଲେଣି। 200 କୋଟି ଟଙ୍କାର ଇଡି ଯାଞ୍ଚ ଚାଲିଛି, ଯୋଉଟାକୁ ଅଟକେଇବା ପାଇଁ ଆଜି ଏ ନାଟକ ଚାଲିଛି। ଦୁଃଖ ଲାଗୁଛି, ଲଜ୍ଜାର କଥା। ଭଦ୍ରକ ବିଷୟରେ ଯେତେବେଳେ ଚର୍ଚ୍ଚା ହଉଛି, ମୁଁ ସେ ମନମୋହନ ସାମଲଙ୍କୁ ପଚାରୁଛି, ତମର ଟିକେ ଲଜ୍ଜା ନାହିଁ? ଯୋଉ ସାଙ୍ଗେ ଇଲେକ୍ସନ ଲଢିଲ, ବର୍ଷେ ଦେଢ ବର୍ଷ ହେଇ ତମେ ତାଙ୍କୁ ହରେଇଛ, ତମର କଣ ଦରକାର ପଡିଲା? ଇଞ୍ଜିନିୟରିଂ କଲେଜର କେତେ ପଇସା ତମକୁ ସେମାନେ ଦେବେ ବୋଲି କହିଛନ୍ତି, ଯାହା ଫଳରେ କି ତମେ ତାଙ୍କୁ ନେଇକି ଯିବାକୁ ବସୁଛ। ଏଟା ଭଦ୍ରକ ପାଇଁ ଗୋଟେ ଲଜ୍ଜାର ବିଷୟ। ରାଜନୈତିକ ଲୋକମାନଙ୍କୁ ଲୋକମାନେ ଗାଳି ଏଇଥିପାଇଁ ଦଉଛନ୍ତି। ବର୍ଷେ ଦେଢ ବର୍ଷ ହେଇଛି ନିର୍ବାଚନ ଲଢି, ଆମେ ରଣାଙ୍ଗନରେ କିଏ ଜିତିଲା କିଏ ହାରିଲା,
आज से एमती कौन अच्छी तमें मनमोहन बाबू उत्तर दिंतु आपण कहीं नवापाई एत व्यस्त अच्छा भद्रकवासी जाना चाहते लज्जा या बड़ लज्जार कथा किसी ना आज्ञा जहाँ घरे मीटिंग बसीथिला जे बीजेडी दल छाड़िबा पई बीजेपी की जीवा पई एठी मीटिंग बसिला पुनी सांसद से फोटो भी भाइराल हैला तांको ही डाकी की तांको ही मुरबी की डाकी की से दायित्व दोचंते एक मिनट रखेबे मांकड़ हाथ में शालग्राम नचेई नचेई नव प्राण तमे कौन से नवीन बाबू बुझुचते आम बुझीपारनु जमती मोर मन पड़ुची जड़े संबलपुर विधायक जयनारायण मिश्र कहले आम हुईसेल मारले दलटा हुईसुड़ी जीव हुईसेल कहीं मारुन तमे 1.5 वर्ष है हुईसेलटा मारुन कहीं तुमको मोर प्रश्न सब कारागार सब खोला गला रंग हो गला जे बीजेडी नेता सब से जेल जीवे कहीं फुस लज्जा लगुच आमर राज्यर सुप्रीमो जी अच्छा बीजेपी दलर जे करित कर्मा नेता बोली बोलाउछंती मनमोहन बाबू को मोर प्रश्न आपण एमनु काहेकि नउछंती आपणकर दरकार कौन आपन तो लोक भल पाई भोट देइछंती आपण ताको विरुद्ध रे जीवे बोली आपण लोक भोट देइछंती एवं ताऊ जेल पठेबे बोली आज आपण प्रश्न बाची आमे प्रश्न करिबु कांग्रेस दल तरफ आपण उत्तर देवाक रेडी हो जातु भद्रक रे गली कंदी रे आमे प्रश्न करिबु कौन पाई आपण तांकु नेकी बीजेपी दल रे मिसेइबे प्रफुल्ल बाबू एक्चुअली जो 4 जन वर्तमान चेयरमैन जाइछंती एतरो 3 जन चेयरमैन प्रफुल्ल बाबू बाछिछंती भद्रक बंद भंडारी पुकुरी तबे जिबार कारण कोन पारे जीवार कारण है जो कथा काली मोर सान भाई जड़े बीजेडी विधायक बहु डेरी अवश्य कहले जोटा कि आम आरंभ कहूँ कि सतटा कहले से कॉलेज टा है मुख्य कारण कॉलेज रु आय एते जोर होउची से आयटा बंचाइबा तसहित जो 200 कोटी टका खाई जाइछंती ताको सालिश करके केमिति हेतु बंचिबे एवं ताको भितरे भागवंटा हे जिवो सेथिपाई ये 3टा जक चेयरमैन गले प्लस वासुदेवपुर चेयरमैन विषय में शुणिली तांकर कि केस अच्छी से केस रे तांका बेल सरी जाइछि एई मास शेष रे सी बचिया तुम कौन चोर मानू नहीं से दल में सब भर्ती करके रेडी कर रखियो बोली मनमोहन भाई भाविच तुम आमे कांग्रेस छाड़बुनि भद्रकवासी गली कंदी रे जिला जाक आमे तमर ये जदि जदि एमानकु तुम मिसे कहि ना से माने जदि मिसेल बीजेपी जो हल्ला चलछि आपण प्रेस मीडिया माध्यम रे आमे जा जानियो पाउछु आपण एंसरेबल ओनली मनमोहन सामल एटिका विधायक एटिकार सांसद आमे ताकू प्रश्न करिबु घेरिबु मध्य चांदबाली विधायक गोटे प्रसंग उठेइथिले जे डरै धमके बीजेपी एमानकु नउछु आपण को मत कोन हेइतिबो निश्चय डरे तो काई तुम चोरी करछ तार तो डरिबो काई मत डरबो ना साहस जी डर ए परिवार को डर तमे भद्रक रे आमे आम परिवार 50 वर्ष ला आमे अछु आमु तो डरी परलेनी को दियो तुम कोन एंती करदेल 5 वर्ष भितर केते खाई जाइछ तमे डरी के अछ ठीक कथा कहचंती जयनारायण मिश्र जो प्रश्न करुचंती हुइसिल मारला खेणी हुइसिल मारो भाई जयनारायण भाई दयाकर हुइसिल मारो बीजेडी दल नेता माने जेल को जिबा दरकार एते टंका करप्शन करिचंती निहाती जिबा दरकार धन्यवाद देवी जो बीजेडी लोक मैंने आज बाहर के आसचंती एवं दलटा को बंचा चेष्टा कर दल बंचबनी कौन से हालत रे दल बंचा नहीं कहीं मुखिया जी आप देखु कौन है नुआपड़ा कौटू पाइले जय ढोलकिया गला केमती से दल को सब लियासन अश्विनी वैष्णव आसिले कौटू 2 थर प्रश्न करंतु बीजेडी वाला को प्रश्न करंतु बहुत लेट हो गला धरा पड़ ना धरा पड़े मु तो भावुची काली सकाଳେ एठिकार जी प्रयास करते मिसिबे कि कौन डिसीजन नेबे से भी मत लगुच मत मुखिया कहता भी हो पारे आप शुणा पाइबे दीर्घ वर्ष पर संजीव मल्लिक कथा उठेले तो पूर्व कहीं उठौनथिले एबे कोन ताको गोटे बंधा होइकी थिले बंडिंग रे बुझिले ता सब पछरे मु अछि आपण जानुथबे सब पछरे बुल्लू पट्टनायक भयटा तांकर प्रबल जोर अछि जे बुल्लू पट्टनायक जुगल पट्टनायक परिवार लोक आउ भद्रक रे न आसंतु एवं से मिल बांटिके केमती खाइबे किंतु धन्यवाद देवी जहाँ भी हो डेरी रहू पचे
ସିଏ ସତ କଥା କହିଥିବାରୁ ମୁଁ ଧନ୍ୟବାଦ ଦେବି ଏବଂ ନିଜର ଭୁଲ ସ୍ୱୀକାର କରନ୍ତୁ ଯେ ତାଙ୍କ ପାଇଁ ମଧ୍ୟ ଇଞ୍ଜିନିୟରିଂ କଲେଜରେ ଯୋଉ ଚାକିରି ଲୋକ ଅଛନ୍ତି ଦରମା ପାଉନାହାନ୍ତି। 14 ମାସ ହେଲା ଦରମା ପାଇନାହାନ୍ତି। 200 କେତେ ଦିନ ହେଲା ଷ୍ଟ୍ରାଇକ ରେ ବସିଛନ୍ତି, ଆତ୍ମହତ୍ୟା କରିଛନ୍ତି। ସବୁ ବିଜେଡି ଏମଏଲଏ ସେଥିପାଇଁ ଦାୟୀ। ମୁଁ ଧନ୍ୟବାଦ ଦେବି ସେ ସାନ ଭାଇ ସଞ୍ଜୀବ ମଲ୍ଲିକଙ୍କୁ ଯେ ଆଜି ସେ ପ୍ରାୟଶ୍ଚିତ କରୁଛନ୍ତି। ଗଙ୍ଗାକୁ ଯାଇକି ଯେମିତି ପ୍ରାୟଶ୍ଚିତ କରନ୍ତି ସେ ଆଜି ପ୍ରାୟଶ୍ଚିତ କରିଛନ୍ତି। ଭଦ୍ରକବାସୀ ଏଟଲିଷ୍ଟ ତାଙ୍କୁ କ୍ଷମା ଦେଇଦେବେ। ଭଦ୍ରକରେ ମୁରବୀହୀନ ବିଜେଡି ବର୍ତ୍ତମାନ ଯାହା ଆଲୋଚନା ହଉଛି, ବର୍ତ୍ତମାନ ମଙ୍ଗ ଧରିବ କିଏ ବୋଲି ଭାବୁଛନ୍ତି? ବିଜେଡି ଦଳ ରହିବନି, କୌଣସି ହାଲତରେ ବିଜେଡି ଦଳ ରହିବନି। ତେଣୁ ଆମେ କଂଗ୍ରେସ ଦଳ ବିଜେପି ଦଳ ରହିବ, କିନ୍ତୁ ବିଜେପି ଏଇ ଯୋଉ କାରନାମା କରୁଛି ଚୋରଙ୍କୁ ନେଇକି ସବୁ ଭର୍ତ୍ତି କରିବ, ଆମେ ତାଙ୍କୁ ରାସ୍ତାରେ ଚଲେଇ ଦବୁନି। ଆଗାମୀ ଦିନରେ ବିଜେପି କୁ ଆମେ ପ୍ରଶ୍ନ ବାଣରେ ଘାୟଲ କରିବୁ ଯେ ତମେ ଉତ୍ତର ଦିଅ ଏଇ ମାନଙ୍କୁ କଣ ପାଇଁ ତମେ ନେଇଛ, ଉତ୍ତର ଦିଅ। ଆଜି ସୁଇସାଇଡ କରିଛନ୍ତି ଇଞ୍ଜିନିୟରିଂ କଲେଜରେ ଷ୍ଟାଫ ମାନେ। ତମେ ଯଦି ନେଲ ତମେ ବି ଦାୟୀ। ତମେ ଯଦି ତାଙ୍କୁ ନେଲ ତମେ ସେଠୁ ପଇସା ନେଉଛ। ଲୋକମାନେ ନିଶ୍ଚୟ ଜାଣିବେ, ସବୁ ଲୋକ କିଛି ମୂର୍ଖ ନୁହନ୍ତି। ଭଦ୍ରକ ଲୋକ ତ ମାନେ ଘୃଣା କଲେଣି ପଲିଟିସିଆନକୁ ଦେଖିଲା ମାନେ। ଇଏ କଣ ଲଢୁଛନ୍ତି ଇଲେକ୍ସନ, ତାପର ଦିନ ଏବେ କଣ ଇଲେକ୍ସନ ଅଛି ନା କଣ ଅଛି, ତମେ କଣ ପାଇଁ ଯାଉଛ? ବର୍ତ୍ତମାନ ଗୋଟେ ଆଲୋଚନା ହଉଛି ବୁଡି ଯାଉଥିବା ଡଙ୍ଗାକୁ ଅସିତ ପଟ୍ଟନାୟକ ଉଠେଇବେ, ଯାହାକି ବିଜେଡିର ମଙ୍ଗ ଧରିବେ ବୋଲି କୁହାଯାଉଛି। ଆଲୋଚନା ନାଇଁ ମିଛ କଥା। ଏଥିରେ କିଛି ସେ ଆଲୋଚନା ଯାହା ହଉ, ମୋ ପ୍ରତି ଲୋକଙ୍କର ସହାନୁଭୂତି ଅଛି, ଲୋକଙ୍କର ଭଲ ପାଇବା ଅଛି। ଲୋକଙ୍କ ଭଲ ପାଇବା ସହାନୁଭୂତି ଲୋକ ଚାହୁଁଛନ୍ତି ବୁଲୁ ପଟ୍ଟନାୟକ ଗୋଟେ ନେତୃତ୍ୱ ନେଇ ଭଦ୍ରକର ନେତୃତ୍ୱ ନଉ। ସେଥିପାଇଁ ମୁଁ ତାଙ୍କ ପାଖରେ ଚିର ଋଣୀ। ବର୍ତ୍ତମାନ ଯୋଉମାନେ ଦଳ ଛାଡୁଛନ୍ତି ବ୍ଲକ ଚେୟାରମ୍ୟାନ ମାନେ, ସେମାନେ କହୁଛନ୍ତି ଲୋକଙ୍କ ସ୍ୱାର୍ଥ ପାଇଁ। କିଛି ଲୋକଙ୍କ ସ୍ୱାର୍ଥ ଫାଲତୁ କଥା। ତମର କଣ, ଆମେ ଯେତେବେଳେ ବାପା ଯେତେବେଳେ ଏଠି ବିଜେଡିରୁ ଏମଏଲଏ 2009ରେ ଏଠି କଂଗ୍ରେସର ମ୍ୟୁନିସିପାଲିଟି ଥିଲା, କଂଗ୍ରେସର ବ୍ଲକ ଥିଲା, କାହିଁ କାମ ହେଲାନି? କାମ ହେଲା। ଯେ ଦଳକୁ ଆମେ ସେମିତି ଭାଙ୍ଗିକି ଗୋଟେ ଚେୟାରମ୍ୟାନକୁ ନେଇ ଆସିବାର, ସେତେବେଳେ ଆମେ ବି ଯଦି ଅପଚେଷ୍ଟା କରିଥାନ୍ତୁ ସେଟା ବି ହେଇଥାନ୍ତା। କିଛି ଦରକାର ନାହିଁ। ଆମ କାମ ବିଧାୟକ କହିବେ, ଚେୟାରମ୍ୟାନ କରିବ, କାହିଁ କରିବନି? ଯଦି ତମେ ସରେଣ୍ଡର କାହିଁ କରିଯାଉଛି, ଦଳରେ ମିଶି ଯାଉଛ, ତମେ କାହିଁକି ତାଙ୍କ କାମ କରିଦିଅ, ତାହେଲେ ଲୋକଙ୍କ କାମ ହେଇଯିବ। ଅସୁବିଧା କୋଉଠି? ଏବେ ତ ବିଜେପି ଲୋକଙ୍କ କାମ କରିବ, ପ୍ରୋବ୍ଲେମ ତ କୋଉଠି ନାହିଁ। ଯଦି ବିଜେପି ଏତେ ମାତ୍ରାରେ ବିଜୁ ଜନତା ଦଳର ନେତା ଓ କର୍ମୀକୁ ଗ୍ରହଣ କରନ୍ତି, ତେବେ ବିଜେପିର ଅବସ୍ଥା ଆଗାମୀ ଦିନରେ କଣ ରହିବ? ବିଜେପି ଶୁଣନ୍ତୁ, ବିଜେପିର ଭରସା ଓନ୍ଲି ହେଲା ଇଭିଏମ, ଭୋଟ ଚୋରି ଆଉ ଇଭିଏମ। ଆଉ କିଛିରେ ସେମାନେ ଜିତୁ ନାହାନ୍ତି। ତାଙ୍କର ପଞ୍ଚାୟତରେ ନେତା ନାହାନ୍ତି, ସେଥିପାଇଁ ସେ ଖୋଜି ଖୋଜି ଏଠି ନେତାକୁ କାଢୁଛନ୍ତି ଗୋଟେ ଗୋଟେ। ତାଙ୍କର ନେତା ନାହାନ୍ତି, ଆମର କଂଗ୍ରେସ ନେତା ଅଛନ୍ତି, ବିଜେଡିର ନେତା ଅଛନ୍ତି। ତେଣୁ ସିଏ ଲଢିବେ ପୁଣି କେମିତି ପଞ୍ଚାୟତ ଇଲେକ୍ସନ? ସେଇ ନେତା ମାନଙ୍କୁ ନେଇ ସେମାନେ ତାଙ୍କ ଭିତରେ ଘୋର ଲଢେଇ ଆରମ୍ଭ ହେଇଗଲାଣି। ମୋ ପାଖକୁ ବିଭିନ୍ନ ଅଞ୍ଚଳରୁ ପଞ୍ଚାୟତରୁ ବହୁତ ଫୋନ ଆସୁଛି, ଭାଇ ଆପଣ ଆସନ୍ତୁ, ଆପଣ ଦାୟିତ୍ୱ ନିଅନ୍ତୁ, ଆପଣ ଏହା କରନ୍ତୁ, ଆପଣ ଯୋଉ ଦଳରେ ରହିବେ ଆମେ ରହିବୁ ଆପଣଙ୍କ ସାଙ୍ଗରେ। ଅତିଷ୍ଠ ହେଇଗଲେଣି ବିଜୁ ଜନତା ଦଳ ଲୋକ, ଅତିଷ୍ଠ ହେଇଗଲେଣି। ବିଜେପିରେ ବି ଅତିଷ୍ଠତା ଆରମ୍ଭ ହେଇଗଲାଣି, ସେଠୁ ଫୋନ ଆସୁଛି ଯେ ଆଜ୍ଞା ତାକୁ ଆଣିଲାଣି, ଆମେ କୁଆଡେ ଯିବୁ? ସତ କଥା ଏଟା। ସେମାନେ କଷ୍ଟ କରି ଜିତିଛନ୍ତି, ସେମାନେ 5 ବର୍ଷ ଲୋକଙ୍କ କାମ କରନ୍ତୁ। ଏବେ ଦେଖନ୍ତୁ କେମିତି ସବୁ ପଞ୍ଚାୟତରେ ଫାଇଟିଂ ଆରମ୍ଭ ହେଇଯିବ।